ଦୁଃଖରେ ଭାଙ୍ଗି ପଡ଼ିଛି ସାରା ଓଡ଼ିଶା। ଅଚାନକ ଏମିତି ମୃତ୍ୟୁ ପାଇଁ ସବୁଠି ଶୋକ ଲହରୀ ଖେଳି ଯାଇଛି। ଦୀର୍ଘ 2 ଦିନ ହେବ ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା, ହେଲେ ଅଚାନକ ଏମିତି ମୃତ୍ୟୁ ଘଟିବା ସବୁଠି ଶୋକ ଲହରୀ ଖେଳାଇ ଦେଇଛି। ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ ଏବଂ ଆମ ଦେଶରେ କଳାକାରମାନେ ଭରପୁର ରହିଛନ୍ତି, ହେଲେ ଅଚାନକ ଏମିତି ଅଭିନେତାଙ୍କର ମୃତ୍ୟୁ ହେବା ଫ୍ୟାନ୍ମାନଙ୍କ ମନରେ ବେଶ କଷ୍ଟ ଦେଇଛି। ଆପଣମାନଙ୍କର ସେହି ପ୍ରିୟ ଅଭିନେତା ଆଜି ଆଉ ଆମ ଗହଣରେ ନାହାନ୍ତି। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଯେଉଁ ଖବର ଆସିବା ପରେ ସବୁଠି ଶୋକ ଲହରୀ ଖେଳାଇ ଦେଇଛି। ତେବେ ଆପଣମାନଙ୍କର ସେହି ପ୍ରିୟ ଅଭିନେତା, ଯେଉଁ ଅଭିନେତାଙ୍କର ଫିଲ୍ମକୁ ଆପଣମାନେ ସମସ୍ତେ ବେଶ ପସନ୍ଦ କରିଥାନ୍ତି, ଆପଣମାନଙ୍କର ସେହି ପ୍ରିୟ ଅଭିନେତା ଆଜି ଆଉ ଆମ ଗହଣରେ ନାହାନ୍ତି, ଯାହାଙ୍କର ଅଭିନୟକୁ ଆପଣମାନେ ସମସ୍ତେ ପ୍ରତ୍ୟେକ ସମୟରେ ଦେଖନ୍ତି ଏବଂ ଦେଖିବାକୁ ପସନ୍ଦ କରିଥାନ୍ତି। ଅନେକ ମଧ୍ୟ ତାଙ୍କର ଅଭିନୟକୁ ପ୍ରାୟତଃ ଦେଖିନଥିବେ କିମ୍ବା ଜାଣିନଥିବେ, କିନ୍ତୁ ବହୁ ଜଣ ତାଙ୍କର ଫ୍ୟାନ୍ ଅଛନ୍ତି। ଦର୍ଶକ ବନ୍ଧୁ, ଆପଣମାନଙ୍କର ସେହି ପ୍ରିୟ ଅଭିନେତା ଆଜି ଆଉ ଆମ ଗହଣରେ ନାହାନ୍ତି। ଆମେ କଥା ହେଉଛୁ ଆପଣମାନଙ୍କର ସେହି ପ୍ରିୟ ଅଭିନେତା ଯାହାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗାଡ଼ି ଦୁର୍ଘଟଣାରେ ସେ ସୁଟିଂରୁ ଫେରୁଥିବା ସମୟରେ ତାଙ୍କର ଏକ ଦୁର୍ଘଟଣା ଘଟିଥିଲା, ଯେଉଁ ଦୁର୍ଘଟଣା ପାଇଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ନାଁ ହେଉଛି ଅମନ ଜୟସୱାଲ। ସେ ଅନେକ ଗୁଡ଼ିଏ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି, ହେଲେ ସେ ଆଜି ଆଉ ଆମ